ସମସ୍ତ ଶିଶୁ ଭାଇ ଭଉଣୀମାନଙ୍କୁ ମାତୃଭାଷା କାଳାଂଶକୁ ସ୍ୱାଗତ ତଥା ଅଭିନନ୍ଦନ। ପିଲାମାନେ ପ୍ରବନ୍ଧ ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର ପ୍ରସଙ୍ଗଟିକୁ ପୂର୍ବ କାଳାଂଶ ଗୁଡ଼ିକରେ ବୁଝିଥିଲେ। ଆଜି ଆସ ଏହି ପ୍ରସଙ୍ଗର ଅଭ୍ୟାସ ପ୍ରଶ୍ନ ଉତ୍ତର ଆଲୋଚନା କରିବା। ପୂର୍ବ ଶ୍ରେଣୀ କାର୍ଯ୍ୟ ଗୁଡ଼ିକରେ ଆମେମାନେ ପ୍ରଶ୍ନ 4, 5 ଓ 7 ଆଲୋଚନା କରିସାରିଛେ। ଆଜି ଆମେ ପ୍ରଶ୍ନ 1, 2, 3, 6 ଆଲୋଚନା କରିବା। ଏବେ ପ୍ରଶ୍ନକୁ ଲକ୍ଷ୍ୟ କର। ପ୍ରଶ୍ନ 1, ଉତ୍ତର କୁହ। ଛାତ୍ର ଜୀବନରେ ହରିହର କେଉଁମାନଙ୍କର ସେବା କରୁଥିଲେ? ଆଚାର୍ଯ୍ୟ ହରିହର ଛାତ୍ର ଅବସ୍ଥାରୁ ସେବା ପରାୟଣ ଥିଲେ। ଛାତ୍ରାବାସରେ ପିଲାମାନଙ୍କର କାଛ ଧୋଉଥିଲେ। ଜ୍ୱର ହେଲେ ରାତି ଅନିଦ୍ରା ହୋଇ ଜଗି ରହୁଥିଲେ। ହଇଜା ଲାଗିଲା ବେଳେ ନିର୍ଭୟରେ ଗାଁ ଗାଁ ବୁଲି ରୋଗୀମାନଙ୍କର ସେବା କରୁଥିଲେ। ଶବ ସତ୍କାର ମଧ୍ୟ କରୁଥିଲେ। ଗାଁ ବିଦ୍ୟାଳୟ ପାଇଁ ବାଉଁଶ, ଛଣ, କାଠ ଆଦି ସଂଗ୍ରହ କରିବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଖ, ଓଡ଼ିଶାରେ ପ୍ରଥମେ କେବେ ଆଇନ ଅମାନ୍ୟ ଆନ୍ଦୋଳନ ହୋଇଥିଲା? ଓଡ଼ିଶାରେ ପ୍ରଥମେ 1930 ମସିହାରେ ଆଇନ ଅମାନ୍ୟ ଆନ୍ଦୋଳନ ହୋଇଥିଲା। ଗ, ହରିହର କେଉଁଠାରେ ଜନ୍ମଲାଭ କରିଥିଲେ? ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଗୋଟିଏ ପ୍ରସିଦ୍ଧ ତୀର୍ଥସ୍ଥାନ। ସାକ୍ଷୀଗୋପାଳ ମନ୍ଦିରଠାରୁ ଅଳ୍ପ ଦୂରରେ ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଆଚାର୍ଯ୍ୟ ହରିହର ଜନ୍ମଲାଭ କରିଥିଲେ। ଘ, ହରିହର ଓକିଲାତି ବିଦ୍ୟା କାହିଁକି ପଢ଼ିଲେ ନାହିଁ? ପିତାଙ୍କ ଇଚ୍ଛା ଅନୁସାରେ ଆଚାର୍ଯ୍ୟ ହରିହର FA ପାସ୍ କଲା ପରେ ଓକିଲାତି ପଢ଼ିଲେ। ମାତ୍ର ସେବା ହିଁ ଥିଲା ତାଙ୍କ ଜୀବନର ବ୍ରତ, ପଇସା ରୋଜଗାର କରିବା ନୁହେଁ। ଏଣୁ ଓକିଲାତି ପଢ଼ାରେ ତାଙ୍କର ମନ ଲାଗିଲା ନାହିଁ। ପରୀକ୍ଷା ନ ଦେଇ ସେ ଓକିଲାତି ପଢ଼ା ଛାଡ଼ି ଆସି ଶିକ୍ଷକତା କଲେ। ଉଁ, ନୀଳଗିରିର ସ୍କୁଲଟି କାହିଁକି ଭାଙ୍ଗିଗଲା? ଆଚାର୍ଯ୍ୟ ହରିହର ଥିଲେ ନୀଳଗିରି ବିଦ୍ୟାଳୟର ସହକାରୀ ପ୍ରଧାନ ଶିକ୍ଷକ। ବିଦ୍ୟାଳୟଟିର ଉନ୍ନତି ନିମନ୍ତେ ସେ ଆପ୍ରାଣ ଉଦ୍ୟମ କରୁଥିଲେ। ବଙ୍ଗଦେଶରେ ସେତେବେଳେ ଜାତୀୟ ଆନ୍ଦୋଳନ ଆରମ୍ଭ ହେବାକୁ ଯାଉଥାଏ। ପଲିଟିକାଲ ଏଜେଣ୍ଟ କବ୍ଡେ ରାମସେ ଥରେ ବିଦ୍ୟାଳୟର ପରିଦର୍ଶନରେ ଆସି ସନ୍ଦେହ କଲେ ଯେ ମୋଗଲ ବନ୍ଦୀର ଯୁବକମାନେ ଏଠାରେ ଏକତ୍ରିତ ହୋଇ ଆନ୍ଦୋଳନ ପାଇଁ ଯୋଜନା ଚଳାଉଛନ୍ତି। ତେଣୁ ସେ ନୀଳଗିରିର ତତ୍କାଳୀନ ରାଜାଙ୍କୁ ସ୍କୁଲଟିକୁ ଭାଙ୍ଗିଦେବା ପାଇଁ ପରାମର୍ଶ ଦେଲେ। ତେଣୁ ସ୍କୁଲଟି ଭାଙ୍ଗିଗଲା। ପ୍ରଶ୍ନ 2, 2 ବା 3ଟି ବାକ୍ୟରେ ଉତ୍ତର ଲେଖ। କ, ହରିହର ଗାନ୍ଧିଜୀଙ୍କ ଆଦର୍ଶକୁ କିପରି ଅନୁସରଣ କରିଥିଲେ? ଆଚାର୍ଯ୍ୟ ହରିହର ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇଥିଲେ। ଗାନ୍ଧିଜୀଙ୍କ ଆହ୍ୱାନରେ 1921ରେ ଅସହଯୋଗ ଆନ୍ଦୋଳନରେ ଯୋଗଦେଇ ସେ ସେବାମୂଳକ କାର୍ଯ୍ୟକ୍ରମମାନଙ୍କର ନେତୃତ୍ୱ ପ୍ରଦାନ କରିଥିଲେ। ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ଉତ୍କଳ ମୌଳିକ ଶିକ୍ଷା ପରିଷଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ସେ ପଇତା ପିନ୍ଧିବା ଛାଡ଼ି ଦେଇଥିଲେ। ଖ, 1920 ପରେ ଭାରତର ଜନଜାଗରଣରେ କି ପରିବର୍ତ୍ତନ ଦେଖାଦେଲା? 1920 ପରେ ଦେଶରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇ ଦେଶବ୍ୟାପୀ ଜାଗରଣ ଚାଲିଲା। ଏଥିରେ ସରକାରଙ୍କ ସହିତ ଅସହଯୋଗ କରାଗଲା। କୁଟୀର ଶିଳ୍ପର ପୁନରୁଦ୍ଧାର, ନାରୀ ଜାଗରଣ, ଅସ୍ପୃଶ୍ୟତା ନିବାରଣ, ସାମ୍ପ୍ରଦାୟିକତା ବିରୁଦ୍ଧରେ ସ୍ୱର ଉତ୍ତୋଳନ ଆଦି କାର୍ଯ୍ୟକ୍ରମ ସ୍ୱାଧୀନତା ସଂଗ୍ରାମର ଅଂଶ ବୋଲି ଗାନ୍ଧିଜୀ ଘୋଷଣା କଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନେତା ଓ କର୍ମୀମାନେ ମନପ୍ରାଣ ଢାଳିଦେଲେ। ଗ, ଆଚାର୍ଯ୍ୟଙ୍କର କେଉଁ କେଉଁ ଗୁଣ ତୁମକୁ ଆକର୍ଷଣ କରୁଛି? ଆଚାର୍ଯ୍ୟ ହରିହର ବହୁ ମହାନ ଗୁଣାବଳୀରେ ଭୂଷିତ ଥିଲେ। ସେଥିମଧ୍ୟରୁ ତାଙ୍କର ସତ୍ୟବାଦିତା, ସେବା, ସରଳ ନିରାମ୍ବର ଜୀବନଯାପନ ପ୍ରଣାଳୀ, ବିଦ୍ୟାଦାନ, ନିଃସ୍ୱାର୍ଥପର ଗୁଣ ଆମକୁ ଆକର୍ଷଣ କରୁଛି। ଘ, ଆଚାର୍ଯ୍ୟଙ୍କର ଶେଷ ଜୀବନ କିପରି କଟିଥିଲା?
ଆବାଲ୍ୟର ଦୀନ ଦୁଃଖୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ ମଧ୍ୟ ଆଚାର୍ଯ୍ୟଙ୍କ ଶେଷ ଜୀବନ ଥିଲା ଏକାନ୍ତ ନିଃସ୍ୱ ଓ ଦୁଃଖପୂର୍ଣ୍ଣ। ସେ ମାସ ମାସ ଧରି ଜ୍ୱର ଓ କଫରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଥିଲେ। ତାଙ୍କର ବାକ୍ଶକ୍ତି ଲୋପ ପାଇଯାଇଥିଲା। 1971 ମସିହା ଫେବୃଆରୀ 19 ତାରିଖରେ ସେ ସମସ୍ତଙ୍କ ଗହଣରେ ଶେଷ ନିଶ୍ୱାସ ତ୍ୟାଗ କଲେ। ସନ୍ନ୍ୟାସୀ କାହାକୁ କୁହାଯାଏ? ସଂସାରର ମୋହମାୟା ତୁଟାଇ ଯେଉଁ ଲୋକ ଭଗବତ ଆରାଧନାରେ ପ୍ରତି ମୁହୂର୍ତ୍ତ ନିଜକୁ ନିୟୋଜିତ କରେ, ନିଜ ପାଇଁ କାଣି କଉଡ଼ିଟିଏ ବି ରଖିନଥାଏ, ମାନବ ସେବାକୁ ମାଧବ ସେବା ହିଁ ଭାବେ, ସେ ବାସ୍ତବରେ ସନ୍ନ୍ୟାସୀ। ସର୍ବସ୍ୱ ତ୍ୟାଗ କରି ସେ ସରଳ ନିଡ଼ାମ୍ବରର ଜୀବନ ଅତିବାହିତ କରେ। ସତ୍ୟ ଓ ସଂଯମର ମାର୍ଗରୁ ତିଳେ ମାତ୍ର ବିଚ୍ୟୁତ ହୁଏ ନାହିଁ, ତାହାକୁ ସନ୍ନ୍ୟାସୀ କୁହାଯାଏ। ପ୍ରଶ୍ନ 3, ପୂର୍ବାପର ସମ୍ପର୍କ ସହ ସରଳ ଭାଷାରେ ବୁଝାଇ ଦିଅ। କ, ଏହି ଲୋକ ଏତେ ବଡ଼ ଥିଲା ଆମ୍ଭେମାନେ ଜାଣିପାରି ନଥିଲୁ ତ? ଏହି ଲୋକ ... ନଥିଲୁ ତ? ସଂଚିତ ଗଦ୍ୟାଂଶଟି ଜ୍ଞାନମଣ୍ଡଳର ରଚୟିତା ବିନୋଦ କାନୁନଗୋଙ୍କ ରଚିତ ସତ୍ୟର ପୂଜାରେ ଆଚାର୍ଯ୍ୟ ହରିହର ଶୀର୍ଷକ ପ୍ରସଙ୍ଗରୁ ଆନିତ। ଏଠାରେ ଆଚାର୍ଯ୍ୟ ହରିହରଙ୍କର ବହୁମୁଖୀ ପ୍ରତିଭା ଓ ମହାନ ଆଦର୍ଶକୁ ଲୋକମାନେ କିପରି ମୃତ୍ୟୁ ପରେ ପ୍ରଶଂସା କରିଛନ୍ତି ତାହା ବର୍ଣ୍ଣିତ ହୋଇଛି। ମଣିଷଟିଏ ଜୀବିତ ଥିଲାବେଳେ ଲୋକେ ତାକୁ ଯେତିକି ଚିହ୍ନି ନଥାନ୍ତି ବା ତାଙ୍କର ପ୍ରତିଭା ଯେତିକି ପ୍ରସାରିତ ହୋଇନଥାଏ, ମୃତ୍ୟୁ ପରେ ତାହାର ପ୍ରସାର ଓ ପ୍ରଚାର ସେତିକି ଘଟେ। ଦୁସ୍ଥ ଓ ଦରିଦ୍ର ସେବାରେ ଆଚାର୍ଯ୍ୟ ହରିହର ନିଜର ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଜୀବନକାଳ ମଧ୍ୟରେ ସେ କେବେ ହେଲେ ମିଥ୍ୟାର ଆଶ୍ରୟ ନେଇନଥିଲେ। ଜନ୍ମଭୂମିର ମୁକ୍ତି ପାଇଁ ଜେଲ୍ ଦଣ୍ଡ ଭୋଗିଥିଲେ। ନିରକ୍ଷରମାନଙ୍କୁ ରାତିରେ ପାଠ ପଢ଼ାଇ ସାକ୍ଷର କରିଥିଲେ। ଏପରିକି ଜାତିଗତ ସଂକୀର୍ଣ୍ଣତାକୁ ଦୂର କରି ସେ ପଇତାକୁ ପରିତ୍ୟାଗ କରିଥିଲେ। ହେଲେ ସେ ବଞ୍ଚିଥିବା ସମୟରେ ତାଙ୍କର ତ୍ୟାଗ ଓ ସେବାର ମହତ୍ତ୍ୱ ଯୁବ ସମାଜ ବୁଝିନଥିଲା। ମୃତ୍ୟୁ ପରେ ତାଙ୍କର ଆଦର୍ଶ, ସତ୍ୟନିଷ୍ଠା ଓ ସେବାର କାହାଣୀ ଲୋକମାନେ ଆଲୋଚନା କଲେ। ସାଧାରଣ ଜଣେ ବ୍ରାହ୍ମଣ ଲୋକ ଏତେ ବଡ଼ ଥିଲେ ସେମାନେ ଆଗରୁ ଜାଣିପାରି ନଥିଲେ। ବାସ୍ତବରେ ଲେଖକଙ୍କର ବର୍ଣ୍ଣନା ଅତ୍ୟନ୍ତ ହୃଦୟସ୍ପର୍ଶୀ ଅଟେ। ଖ, ଆମେ ମିଥ୍ୟା ନ କହି ମଧ୍ୟ ଜୀବନର ଅନେକ ସମୟରେ ମିଥ୍ୟାଚାର କରିଥାଉ। ଆମେ ମିଥ୍ୟା ନ କହି ... ମିଥ୍ୟାଚାର କରିଥାଉ। ଉକ୍ତ ଗଦ୍ୟାଂଶଟି ବିନୋଦ କାନୁନଗୋଙ୍କ ଲିଖିତ ସତ୍ୟର ପୂଜାରେ ଆଚାର୍ଯ୍ୟ ହରିହର ପ୍ରବନ୍ଧରୁ ଗୃହୀତ। ଏଠାରେ ଲେଖକ ଆଚାର୍ଯ୍ୟଙ୍କର ମିଥ୍ୟା ଓ ମିଥ୍ୟାଚାର ସମ୍ପର୍କିତ ମତାମତ ପ୍ରକାଶ କରିଛନ୍ତି। ଆଚାର୍ଯ୍ୟ ହରିହର ଥିଲେ ସତ୍ୟବାଦୀ। ସତ୍ୟ ଥିଲା ତାଙ୍କ ଜୀବନର ବ୍ରତ। ମିଥ୍ୟା ସେ କହିପାରୁ ନଥିଲେ। କେହି ମିଥ୍ୟାବାଦୀ ତାଙ୍କୁ ମିଛ କହିବା ଶିଖାଇଲେ ମଧ୍ୟ ସେ ମିଛ କହିପାରୁନଥିଲେ। ସେ ଦୁଃଖିତ ହୋଇ କହୁଥିଲେ, ମଣିଷ ମିଥ୍ୟା ନ କହି ମଧ୍ୟ ଅନେକ ସମୟରେ ମିଥ୍ୟାଚାର କରିଥାଏ। ଶପଥ ଭାଙ୍ଗିବା ହେଉଛି ମିଥ୍ୟାଚାର। ମଣିଷ ଯାହା ଶପଥ ନିଏ ତାହାର ବିରୁଦ୍ଧାଚରଣ କଲେ ସେ ମିଥ୍ୟାଚାର କଲା ବୋଲି କୁହାଯିବ। ସେ ବାରମ୍ବାର କହୁଥିଲେ ଯେ ସତ୍ୟ ଓ ସଂକଳ୍ପ ରକ୍ଷା ଏହି ଦୁଇଟିର ଅର୍ଥ ସମାନ। ବାସ୍ତବରେ ଲେଖକଙ୍କ ବର୍ଣ୍ଣନା ଅତି ଉଚ୍ଚକୋଟୀର। ଗ, ତାଙ୍କୁ ସନ୍ନ୍ୟାସୀ କୁହାଯିବ ନାହିଁ ତ ଆଉ କାହାକୁ କୁହାଯିବ? ତାଙ୍କୁ ସନ୍ନ୍ୟାସୀ ... କୁହାଯିବ। ଉକ୍ତ ଗଦ୍ୟାଂଶଟି ବିନୋଦ କାନୁନଗୋଙ୍କ ଲିଖିତ ସତ୍ୟର ପୂଜାରେ ଆଚାର୍ଯ୍ୟ ହରିହର ପ୍ରସଙ୍ଗରୁ ଆନିତ। ଏଠାରେ ପ୍ରାବନ୍ଧିକ ଆଚାର୍ଯ୍ୟ ହରିହରଙ୍କୁ ସନ୍ନ୍ୟାସୀ ବୋଲି ଯୁକ୍ତି ବାଢ଼ିଛନ୍ତି। ଯେଉଁ ବ୍ୟକ୍ତି ସଂସାର ତଥା ସାଂସାରିକ ସୁଖରୁ ଦୂରେଇ ଯାଇ ସଂଯମ ଜୀବନଯାପନ କରେ ଏବଂ କୌଣସି ଭୋଗ ବସ୍ତୁ ପ୍ରତି ଆକୃଷ୍ଟ ନ ହୋଇ ଈଶ୍ୱରଙ୍କ ଆରାଧନା, ପୂଜା, ହୋମ, ଜପ, ଧ୍ୟାନରେ ସମୟ ବିତାଏ, ସେ ହିଁ ପ୍ରକୃତ ସନ୍ନ୍ୟାସୀ। ସେହି ଦୃଷ୍ଟିରୁ ଦେଖିଲେ ଆଚାର୍ଯ୍ୟ ହରିହର ଥିଲେ ମହାନ ହୃଦୟୀ ଓ ମହାତ୍ୟାଗୀ। ନିଜର ବାଲ୍ୟ ଜୀବନରୁ
ମୃତ୍ୟୁ ପର୍ଯ୍ୟନ୍ତ ସତ୍ପଥରେ ରହି ନିଡ଼ାମ୍ବରର ଜୀବନଯାପନ କରି ସେ ଦୁଃଖୀ ଦରିଦ୍ରଙ୍କ ସେବାରେ ଲାଗି ପଡ଼ିଥିଲେ। ସେ ଥିଲେ ଆଜନ୍ମ ବ୍ରହ୍ମଚାରୀ। ସାରା ଜୀବନକାଳ ମଧ୍ୟରେ ସେ ନିଜ ପାଇଁ ସମ୍ପତ୍ତି ଟିକିଏ ମଧ୍ୟ କରିନଥିଲେ। ସତ୍ୟ ହିଁ ଭଗବାନ ବୋଲି ବିଶ୍ୱାସ କରୁଥିଲେ। ସତ୍ୟକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ। ତେଣୁ ତାଙ୍କୁ ସନ୍ନ୍ୟାସୀ କହିବା ଯଥାର୍ଥ ଅଟେ। ଏଠାରେ ଲେଖକଙ୍କ ଚିନ୍ତାଧାରା ମର୍ମସ୍ପର୍ଶୀ। ପ୍ରଶ୍ନ 6। ପ୍ରାୟ 150ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ। କ। ସେବା ଓ ଚରିତ୍ରବତ୍ତାରେ ଆଚାର୍ଯ୍ୟ ହରିହରଙ୍କୁ ସମସ୍ତେ କାହିଁକି ଆଦର୍ଶ ରୂପେ ଗ୍ରହଣ କରିଥିଲେ? ଆଚାର୍ଯ୍ୟ ହରିହରଙ୍କ ଆଦର୍ଶ ଚରିତ୍ର ଓ ମହନୀୟ ଗୁଣାବଳୀ ଯୋଗୁଁ ସେ ଲୋକ ସମାଜରେ ବେଶ୍ ଆଦୃତି ଲାଭ କରିଥିଲେ। ହରିହରଙ୍କର ଛାତ୍ର ଜୀବନରେ ମୂଳଦୁଆ ଶୋଧ ହୋଇଥିଲା। ହାଇସ୍କୁଲରେ ପଢ଼ିଲା ଦିନଠାରୁ ସେ ଲୋକହିତକର କାର୍ଯ୍ୟରେ ମନ ବଳାଇଥିଲେ। ରୋଗୀର ସେବା କରିବା, ଅଭାବୀ ଲୋକମାନଙ୍କର ଶବ ସତ୍କାର କରିବା, ଗାଁ ସ୍କୁଲ ପାଇଁ ଛଣ ବାଉଁଶ ସଂଗ୍ରହ କରିବା ଓ ନିରକ୍ଷର ଲୋକମାନଙ୍କୁ ଅକ୍ଷର ଶିକ୍ଷା ଦେବା ଆଦି କାର୍ଯ୍ୟ ସେ ଅଳ୍ପ ବୟସରୁ କରିଆସୁଥିଲେ। ଗୁରୁ ଗୋପବନ୍ଧୁଙ୍କର ପ୍ରେରଣା ଓ ଉତ୍ସାହ ତାଙ୍କୁ ପରବର୍ତ୍ତୀ ସମୟରେ ଜଣେ ଶ୍ରେଷ୍ଠ ସମାଜସେବୀ ଭାବରେ ପ୍ରତିଷ୍ଠିତ କରିପାରିଥିଲା। ଆଚାର୍ଯ୍ୟ ହରିହର ଗାନ୍ଧିଜୀଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସେ କୁଟୀର ଶିଳ୍ପର ପୁନରୁଦ୍ଧାର, ନାରୀ ଜାଗରଣ, ସାମ୍ପ୍ରଦାୟିକ ସଦ୍ଭାବ ରକ୍ଷା, ହରିଜନ ସେବା, ଅସ୍ପୃଶ୍ୟତା ନିବାରଣ ଓ ଗ୍ରାମ ସଫେଇ ଆଦି ଜାତୀୟ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେତେବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସେବା କେନ୍ଦ୍ରମାନ ଗଢ଼ି ଉଠିଥିଲା। ମାତ୍ର ଆଚାର୍ଯ୍ୟ ମହାଶୟ କୌଣସି ଗୋଟିଏ ସେବା କେନ୍ଦ୍ର ସହିତ ଜଡ଼ିତ ନ ରହି ପ୍ରତ୍ୟେକ ଅନୁଷ୍ଠାନକୁ ନିଜର ବୋଲି ମନେ କଲେ। ମାନବ ଧର୍ମକୁ ଶ୍ରେଷ୍ଠ ଧର୍ମ ଭାବେ ଗ୍ରହଣ କରି ସେ ଦୁଃଖୀ, ଦରିଦ୍ର ଓ ରୋଗୀମାନଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଆଚାର୍ଯ୍ୟ ହରିହର ସାଂସାରିକ ଭୋଗବିଳାସ ଠାରୁ ସର୍ବଦା ଦୂରରେ ରହୁଥିଲେ। ତାଙ୍କର ଧନ ପାଇଁ ମନରେ ତିଳେ ହେଲେ ଆସକ୍ତି ଭାବ ନଥିଲା। ତାଙ୍କର ସମ୍ବଳ କହିଲେ ଗୋଟିଏ ବିଛଣା, ଖଣ୍ଡିଏ ବାକ୍ସ ଓ ଗୋଟିଏ ଚରଖା ବା ଅରଟକୁ ବୁଝାଉଥିଲା। ସଂକୀର୍ଣ୍ଣତା, ସ୍ୱାର୍ଥପରତା ଓ ଅନ୍ୟର ଅମଙ୍ଗଳ ଚିନ୍ତା ଆଦି ଗୁଣଠାରୁ ସେ ବହୁ ଦୂରରେ ଥିଲେ। ଆଚାର୍ଯ୍ୟ ବିନୋବାଙ୍କ ଭୂଦାନ ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବାକି ଜୀବନତକ ତାଙ୍କର ଏହି ଆନ୍ଦୋଳନରେ ହିଁ କଟିଥିଲା। ଏହି ମହାନ ପୁରୁଷ ଜୀବନରେ ଥରେ ହେଲେ ମିଛ କହିନଥିଲେ। ମିଛ କହିବା ପାଇଁ 5 ଥର ଆବୃତ୍ତି କଲେ ମଧ୍ୟ ମିଛ କହିପାରୁନଥିଲେ। ମିଥ୍ୟାଚାରକୁ ସେ ଘୃଣା ଚକ୍ଷୁରେ ଦେଖୁଥିଲେ। କୌଣସି ଶପଥର ବିରୁଦ୍ଧାଚରଣକୁ ସେ ମିଥ୍ୟାଚାର ବୋଲି ପ୍ରତିପାଦନ କରୁଥିଲେ। ସତ୍ୟ ଓ ସଂକଳ୍ପ ରକ୍ଷାକୁ ସେ ମହତ ନୀତି ଭାବେ ଗ୍ରହଣ କରିନେଇଥିଲେ। ଛାତ୍ରାବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ସେବା ହିଁ ଥିଲା ତାଙ୍କର ସହଜାତ ଗୁଣ, ଯେଉଁଥିପାଇଁ ଆଚାର୍ଯ୍ୟ ହରିହରଙ୍କୁ ସମସ୍ତେ ଆଦର୍ଶ ରୂପେ ଗ୍ରହଣ କରିଥିଲେ। ଖ। ଜଣେ ବିପ୍ଳବୀ, ସଂସ୍କାରକ ଓ ଶିକ୍ଷକ ଭାବରେ ଆଚାର୍ଯ୍ୟ ହରିହରଙ୍କ ପରିଚୟ ପ୍ରଦାନ କର। ଆଚାର୍ଯ୍ୟ ହରିହର ଏକାଧାରରେ ବହୁ ମହାନ ଗୁଣରେ ବିଭୂଷିତ ଥିଲେ। ଆଚାର୍ଯ୍ୟ ହରିହରଙ୍କୁ ଜଣେ ବିପ୍ଳବୀ କହିବାରେ ଯଥାର୍ଥତା ରହିଛି। 1921ରୁ 1945 ମସିହା ପର୍ଯ୍ୟନ୍ତ ସେ ଗାନ୍ଧିଜୀଙ୍କ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ବାରମ୍ବାର କାରାବରଣ କରିଥିଲେ। ସତ୍ୟ କହିବା, ଅରଟରେ ସୂତା କାଟିବା, ବିଭିନ୍ନ ସଂଗଠନ ମାଧ୍ୟମରେ ଜନସେବା କରିବା ଆଦି କାର୍ଯ୍ୟ ପାଇଁ ସେ ଗାନ୍ଧିଜୀଙ୍କର ପ୍ରେରଣା ଲାଭ କରିଥିଲେ। ଲବଣ ସତ୍ୟାଗ୍ରହ ସମୟରେ ସେ ଓଡ଼ିଶାର ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇ ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡ଼ିଠାରେ ଲବଣ ଆଇନ ଅମାନ୍ୟ ଆନ୍ଦୋଳନ କରିଥିଲେ। ତେଣୁ ତାଙ୍କୁ ଜଣେ ବିପ୍ଳବୀ ବୋଲି କୁହାଯାଇଛି। ଆଚାର୍ଯ୍ୟ ହରିହର ଥିଲେ ଜଣେ ସମାଜ ସଂସ୍କାରକ। ସମାଜର କୁସଂସ୍କାର ଓ ଅନ୍ଧବିଶ୍ୱାସ ଦୂର କରିବା ନିମନ୍ତେ ସେ ଆପ୍ରାଣ ଉଦ୍ୟମ ଚଳାଇଥିଲେ। ନିଜେ ବ୍ରାହ୍ମଣ କୁଳରେ ଜାତ ହୋଇ ମଧ୍ୟ
ସଂକୀର୍ଣ୍ଣ ଜାତି ପ୍ରଥା ବିରୁଦ୍ଧରେ ତୀବ୍ର ସମାଲୋଚନା କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନାରୀ ଜାଗରଣ ଦିଗରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏପରିକି ସେ ବ୍ରାହ୍ମଣ ହୋଇ ମଧ୍ୟ ପଇତ ଧାରଣ ତ୍ୟାଗ କରିଦେଇଥିଲେ। ସମଗ୍ର ମାନବ ଜାତିକୁ ସେ ଗୋଟିଏ ଜାତି ଭାବରେ ଗ୍ରହଣ କରିନେଇଥିଲେ। ସେଥିପାଇଁ ତାଙ୍କୁ ସଂସ୍କାରକ କୁହାଯାଇଛି। ଆଚାର୍ଯ୍ୟ ହରିହର ଥିଲେ ଜଣେ ଆଦର୍ଶ ଶିକ୍ଷକ। ତାଙ୍କର ମହନୀୟ ଶିକ୍ଷାଦାନ ଯୋଗୁଁ ସେ ଛାତ୍ର ସମାଜରେ ବେଶ୍ ଆଦୃତ ହୋଇଥିଲେ। ସେ ଗଣିତ ଶିକ୍ଷା ଦେବାରେ ପ୍ରବୀଣ ଥିଲେ। ସତ୍ୟବାଦୀ ବନବିଦ୍ୟାଳୟ ଭାଙ୍ଗିଯିବା ପରେ ମଧ୍ୟ ସେ ନିଜର ଶିକ୍ଷକତା ଗୁଣକୁ ପରିତ୍ୟାଗ କରିନଥିଲେ। ହଜାରିବାଗ ଜେଲରେ ଥିଲାବେଳେ ସେ ବନ୍ଦୀମାନଙ୍କୁ ଶିକ୍ଷାଦାନ କରୁଥିଲେ। ଅଟକବନ୍ଦୀ ଥିବା ସମୟରେ ସେ ଗୀତା ଉପନିଷଦ ପଢ଼ି ଶୁଣାଉଥିଲେ। ମହାତ୍ମା ଗାନ୍ଧୀଙ୍କ ପ୍ରବର୍ତ୍ତିତ ନୂତନ ଶିକ୍ଷା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସେ ଓଡ଼ିଶାର ଲୋକମାନଙ୍କୁ ଧନ୍ଦାମୂଳକ ଶିକ୍ଷାଦାନ ଦେବାରେ ବ୍ୟାପୃତ ଥିଲେ। ସେତେବେଳେ ଯେଉଁ ଉତ୍କଳ ମୌଳିକ ଶିକ୍ଷା ପରିଷଦ ଗଠନ କରାଗଲା, ସେହି ପରିଷଦର ସଭାପତି ଥିଲେ ଆଚାର୍ଯ୍ୟ ହରିହର। ଏହିପରି ଭାବରେ ସେ ଯେଉଁ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି ଶିକ୍ଷକତା କେବେ ଛାଡ଼ି ନଥିଲେ। ବାସ୍ତବରେ ସେ ଥିଲେ ଜଣେ ଆଦର୍ଶ ଶିକ୍ଷକ। ପିଲାମାନେ ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ମାତୃଭାଷା ଖାତାରେ କରିବା ସହିତ ମନେ ରଖିବ। ଆଜି ପାଇଁ ଏତିକି, ରହୁଛି। ଧନ୍ୟବାଦ।